ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ହେଉଛି, ଅତି ସହଜରେ ଆଉ କମ୍ ଦିନ ଭିତରେ ହିଁ ଆପଣ ରକ୍ତର ଅଭାବକୁ ଦୂର କରିପାରିବେ। କେବଳ 4ଟି ଫଳ ଯଦି ରେଗୁଲାର ଆପଣ ଖାଆନ୍ତି, ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କର ରକ୍ତର ଅଭାବ ଦୂର ହେବା ସହିତ ଆହୁରି ବହୁତ କିଛି ଫାଇଦା ଆପଣଙ୍କୁ ମିଳିପାରିବ। ରକ୍ତର ଅଭାବ ରହିଲେ ଅନେକ ପ୍ରକାର ଲକ୍ଷଣ ଶରୀରରେ ଦେଖାଯାଏ। ଯେମିତି ସବୁବେଳେ ଥକାପଣ ଲାଗିବା, କିଛି କାମ ନଥିଲେ ବି ଆପଣଙ୍କୁ ହାଲିଆ ଲାଗିବ, କିଛି କାମ କରିବାକୁ ଆପଣଙ୍କୁ ଇଚ୍ଛା ହବନି, ମୁଣ୍ଡ ବିନ୍ଧା ଇଏ ଗୋଟିଏ ବଡ଼ ଲକ୍ଷଣ। ଆଉ ଗୋଟିଏ ଲକ୍ଷଣ କ'ଣ ଜାଣିଛନ୍ତି? ଆଣ୍ଠୁ ଗଣ୍ଠି ଦରଜ ଆଉ ଆଣ୍ଠୁ ଗଣ୍ଠି ବିନ୍ଧାର ସମସ୍ୟା। ଆପଣମାନେ ଭାବିବେ ଯେ ରକ୍ତର ଅଭାବ ଏହା ସହିତ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା କ'ଣ ସମ୍ପର୍କ ରହିଛି? ଆଜିର ଭିଡ଼ିଓ ଆପଣ ପୁରା ଦେଖନ୍ତୁ, ଯୋଉଥିରେ ସବୁ ବିଷୟରେ ଆପଣ ଠିକରେ ବୁଝିପାରିବେ। ଷ୍ଟାର୍ଟ କରିବା ଆଜିର ଭିଡ଼ିଓ। ଶରୀରରେ ଯେତେବେଳେ ରକ୍ତର ଅଭାବ ହୁଏ, ସେତେବେଳେ ଅକ୍ସିଜେନ୍ ଠିକ୍ ଭାବରେ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ। କାରଣ ଶରୀର ଭିତରେ ରକ୍ତ ହେଉଛି ଗୋଟିଏ ବାହକ ଅକ୍ସିଜେନକୁ ସବୁ ଅଙ୍ଗ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ। ଆଉ ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ହୁଏ, ତେବେ ଠିକ୍ ଭାବରେ ଅକ୍ସିଜେନକୁ ପହଞ୍ଚାଇ ପାରେନି ରକ୍ତ, ଯୋଉଥିରେ ଆପଣଙ୍କର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ପର୍ଯ୍ୟନ୍ତ ଅକ୍ସିଜେନ ନ ପହଞ୍ଚିବାରୁ ଏଇଥିପାଇଁ ଆପଣଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା ବା ଯନ୍ତ୍ରଣା ବଢ଼ି ଯାଇଥାଏ। ଆଉ ଯଦି ଆପଣଙ୍କର ବି ଏଭଳି କିଛି ସମସ୍ୟା ହେଉଛି, ଆପଣ ବହୁତ ସାରା ଟ୍ରିଟମେଣ୍ଟ କରିସାରିଲେଣି, ତ ଦେଖି ନିଅନ୍ତୁ, ବ୍ଲଡ ଟେଷ୍ଟ ଗୋଟେ କରନ୍ତୁ, ଯୋଉଥିରେ ଆପଣ ଜାଣିପାରିବେ ଯେ ହିମୋଗ୍ଲୋବିନ୍ ଆପଣଙ୍କର କେତେ ଅଛି। ଆଉ ଏଇଥିରୁ ହିଁ ଆପଣ ଜାଣିପାରିବେ ଯେ ରକ୍ତର ଅଭାବ ଆପଣଙ୍କ ଶରୀରରେ ଅଛି କି ନାହିଁ। ସେମିତି ତ ରକ୍ତ ଅଭାବର ବହୁତ ସାରା କାରଣ ବି ରହିଛି, ଅନେକ ପ୍ରକାର କାରଣ। କିନ୍ତୁ ଯେଉଁ କାରଣ ବି ଥାଉ ପଛେ, ଆପଣ ଯଦି ଏ 4ଟି ଫଳକୁ ଖାଉଛନ୍ତି, ଦେଖିବେ ନିଶ୍ଚୟ ଆପଣଙ୍କର ରକ୍ତର ଅଭାବ ଖୁବ୍ ଶୀଘ୍ର ଦୂର ହେଇଯାଏ। ପ୍ରଥମେ ଆସୁଛି ସେଉ। କାରଣ ଯେତେବେଳେ ଆପଣଙ୍କ ଶରୀରରେ ରକ୍ତର ଅଭାବ ହୁଏ, ଗୋଟିଏ ବଡ଼ କାରଣ ତା ପାଇଁ ଯେ ଆପଣଙ୍କ ଖାଦ୍ୟରେ ଯଦି ଆଇରନ୍ ନ ରହୁଛି। ଯଦି ଆପଣଙ୍କ ଖାଦ୍ୟରେ କିଛି ଆଇରନ୍ ଯୁକ୍ତ ଖାଦ୍ୟ ନ ରହିଲା, ତ ଏଥିରେ ଆପଣଙ୍କର ହିମୋଗ୍ଲୋବିନ୍ କମିଯାଏ, ଯୋଉଥିରେ ରକ୍ତର ଅଭାବ ଆପଣଙ୍କ ଶରୀରରେ ଦେଖାଯାଏ। ଆଉ ଯଦି ଆପଣ ଆଇରନ୍ ଯୁକ୍ତ ଖାଦ୍ୟକୁ ଠିକରେ ଖାଆନ୍ତି, ଏଇଟା ଜଲ୍ଦି ଆପଣଙ୍କ ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ। ଆଉ ସେଉ ଏମିତି ଗୋଟିଏ ଫଳ ଯୋଉଟାକି ବର୍ଷ ସାରା ଆପଣଙ୍କୁ ମିଳିପାରିବ। କେତେବେଳେ ପ୍ରାଇସ୍ ଟିକେ ଅଧିକା ହୁଏ, କେତେବେଳେ ପ୍ରାଇସ୍ ଟିକେ କମ୍ ହୁଏ, କିନ୍ତୁ ମିଳିବ ନିଶ୍ଚୟ ଆପଣଙ୍କୁ। ଆଉ ସେଉରେ ବହୁତ ଅଧିକ ଆଇରନ୍ ଆପଣଙ୍କୁ ମିଳିଯାଏ। ଯେହେତୁ ଆଇରନ୍ ଏଥିରେ ସଫିସିଏଣ୍ଟ ଆପଣଙ୍କୁ ମିଳେ, ତ ସେଥିପାଇଁ ଯେତେବେଳେ ସେଉ ଆପଣ ରେଗୁଲାର ଖାଆନ୍ତି, ଆପଣଙ୍କ ଶରୀରରେ ହିମୋଗ୍ଲୋବିନ୍ର ମାତ୍ରାଟା ଠିକ୍ ରୁହେ। ତ ଯଦି ଆପଣଙ୍କ ଶରୀରରେ ହିମୋଗ୍ଲୋବିନ୍ ମାତ୍ରାଟା ଠିକ୍ ରହିବ, ଏଥିରେ ଶୀଘ୍ର ଆପଣଙ୍କର ରକ୍ତର ଅଭାବ ବି ଦୂର ହେଇପାରିବ। ଆଉ ଗୋଟିଏ ଫଳ ହେଉଛି କଦଳୀ। କଦଳୀ ଗୋଟିଏ ଶସ୍ତା ଫଳ, ସେଉର ପ୍ରାଇସ୍ ଟିକେ ଅଧିକା, କିନ୍ତୁ କଦଳୀ ଆପଣଙ୍କୁ ଶସ୍ତାରେ ମିଳିଯିବ, ଆଉ ସବୁ ସମୟରେ ମିଳିବ। ସବୁ ମାର୍କେଟରେ ବି ମିଳିବ, ଆପଣଙ୍କ ଘର ପାଖରେ ବି ମିଳିଯିବ, କିମ୍ବା ଆପଣଙ୍କ ବାଡ଼ି ବଗିଚାରେ ବି ଥିବ। ଆଉ କଦଳୀ ଏମିତି ଗୋଟିଏ ଫଳ ଯୋଉଟାକି ଗୋଟେ ସୁପର ଫୁଡ୍ ବି ଆପଣ କହିପାରିବେ। ସେଉ ବି ଗୋଟିଏ ସୁପର ଫୁଡ୍, କିନ୍ତୁ କଦଳୀ କଥା କାହିଁକି କହୁଛି? କାରଣ କଦଳୀ ଯେହେତୁ ଶସ୍ତାରେ ମିଳେ, ଘର ପାଖରେ ମିଳିଯାଏ, ତ ସେଥିପାଇଁ କଦଳୀ ଗୋଟିଏ ସୁପର ଫୁଡ୍ ଆପଣଙ୍କ ପାଇଁ, ଯୋଉଟା ଆପଣ ଡେଲି ଖାଇପାରିବେ। ଆଉ କଦଳୀରେ ବି ଆପଣଙ୍କୁ ବହୁତ ସାରା ଆଇରନ୍ ମିଳେ, କିନ୍ତୁ ଆଇରନ୍ ଯେତିକି ନଥାଏ କଦଳୀରେ, ଭିଟାମିନ୍ ବି କମ୍ପ୍ଲେକ୍ସ ବହୁତ ଅଧିକ ଥାଏ, ଏଥିରେ ଫଲିକ୍ ଏସିଡ୍ ଥାଏ। ଆଉ ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ହେଉଛି, କେବଳ ଆପଣ ଆଇରନ୍ ଯୁକ୍ତ ଖାଦ୍ୟ ଖାଇଦେଲେ ହବନି। ଆପଣଙ୍କୁ ଭିଟାମିନ୍ ବି କମ୍ପ୍ଲେକ୍ସ ଖାଇବାକୁ ପଡ଼ିବ, ଆପଣଙ୍କୁ ଭିଟାମିନ୍ ସି ବି ଖାଇବାକୁ ପଡ଼ିବ। କଦଳୀରେ ଆପଣଙ୍କୁ ଫଲିକ୍ ଏସିଡ୍ ବି ମିଳିଯାଏ। ଫଲିକ୍ ଏସିଡ୍, ଭିଟାମିନ୍ ବି କମ୍ପ୍ଲେକ୍ସ, ଭିଟାମିନ୍ ସି, ଆଇରନ୍, ଏ ସବୁ ମିଶିକି ହିଁ ଆପଣଙ୍କ ଶରୀରରେ ରକ୍ତର ଅଭାବକୁ ଶୀଘ୍ର ଦୂର କରନ୍ତି। ଆପଣ ଯେଉଁ ସପ୍ଲିମେଣ୍ଟ ବାହାରୁ କିଣିକି ଆଣୁଛନ୍ତି, ଫାର୍ଷ୍ଟ ଦେଖନ୍ତୁ ଯେ ସେଥିରେ କ'ଣ କ'ଣ ସବୁ ସାମଗ୍ରୀ ରହିଛି। ଯେତେବେଳେ ସେ ସାମଗ୍ରୀକୁ ଆପଣ ଦେଖିବେ, ଆପଣ ନିଜେ ହିଁ ବୁଝିପାରିବେ ଯେ ଯାହା ସବୁ ଆପଣ ଫଳ ଖାଇବେ, ଠିକ୍ ସେହି ସାମଗ୍ରୀ ଏ ସବୁ ଫଳ ଭିତରେ ବି ରହିଛି। ତ ଆପଣ ଯେକୌଣସି ସପ୍ଲିମେଣ୍ଟ ଖାଉଛନ୍ତି, ଖାଇ ଖାଇ ଥକି ସାରିଲେଣି, କିନ୍ତୁ ଆପଣ କିଛି ଦିନ ଏଇ ଫଳ ଗୁଡ଼ାକୁ ଖାଇକି ଦେଖନ୍ତୁ, ରେଗୁଲାର ଖାଆନ୍ତୁ। କିନ୍ତୁ ଆପଣଙ୍କୁ ଡେଲି ଖାଇବାକୁ ପଡ଼ିବ। ଯଦି ଡେଲି ନ ଖାଇବେ, ଏଇଟା ହେଇପାରିବନି, ରକ୍ତର ଅଭାବ ଆପଣଙ୍କର ଦୂର ହେଇପାରିବନି, ସେଥିପାଇଁ ଡେଲି ଖାଆନ୍ତୁ। ଆଉ ଗୋଟିଏ ବହୁତ ହି ବଢ଼ିଆ ଫଳ ହେଉଛି ଅଙ୍ଗୁର। ଅଙ୍ଗୁର ବି ଆପଣଙ୍କୁ ସବୁ ସିଜନରେ ମିଳିଯାଏ, କେତେବେଳେ ପ୍ରାଇସ୍ ଅପ୍ ଆଣ୍ଡ ଡାଉନ୍ ନିଶ୍ଚୟ ହୁଏ, କିନ୍ତୁ ମିଳିଯିବ ଆପଣଙ୍କୁ। ଆଉ ଅଙ୍ଗୁରରେ ଆପଣଙ୍କୁ ଭିଟାମିନ୍ ସି ବହୁତ ଅଧିକ ମିଳେ, ଆଣ୍ଟି ଅକ୍ସିଡେଣ୍ଟ ବି ଏଥିରେ ପ୍ରଚୁର ରହିଛି। ଆଇରନ୍ ବି ଆପଣଙ୍କୁ ବହୁତ ଅଧିକ ଅଙ୍ଗୁରରେ ମିଳିଯାଏ। ଆଉ ଏଇ ଯେଉଁ ଆଇରନ୍ଟା ମିଳୁଛି ଆପଣଙ୍କୁ ଅଙ୍ଗୁରରୁ, ଏଇଟା ହିଁ ଆପଣଙ୍କର ହିମୋଗ୍ଲୋବିନ୍କୁ ଠିକ୍ ରଖେ। ଭିଟାମିନ୍ ସି ଯୋଉଟାକି ଅଙ୍ଗୁରରେ ଥାଏ, ଏଇ ଯେଉଁ ଭିଟାମିନ୍ ସି ରହିଛି, ଏଇଟା ଆଇରନ୍କୁ ଅବଶୋଷଣ କରେ ଆଉ ଆପଣଙ୍କ ରକ୍ତରେ ମିଶାଏ, ଯୋଉଥିରେ ହିମୋଗ୍ଲୋବିନ୍ ଆପଣଙ୍କର ଜଲ୍ଦି ଫୁଲଫିଲ୍ ହେଇପାରିବ। ଯଦି ଆପଣଙ୍କ ରକ୍ତର ଅଭାବ ହେଉଛି,
ତେବେ କେବଳ ଯେ ଆଇରନ୍ ଯୁକ୍ତ ଖାଦ୍ୟ ଖାଇବେ ସେମିତି ନାହିଁ, ଭିଟାମିନ୍ ସି ବି ଆପଣଙ୍କୁ ଠିକରେ ଖାଇବାକୁ ପଡ଼ିବ। ଆଉ ଏଇ ଯୋଉ ଫଳ କଥା ଆଜି ମୁଁ ଆପଣଙ୍କୁ କହୁଛି, ଯେମିତିକି ସେଉ କଥା କହିଲି, କଦଳୀ କଥା କହିଲି କିମ୍ବା ଅଙ୍ଗୁର, ଏଇ ସବୁଥିରେ ଭିଟାମିନ୍ ସି ବି ପ୍ରଚୁର ମାତ୍ରାରେ ରହିଛି। ଆଇରନ୍ ତ ରହିଲା ପ୍ଲସ୍ ଭିଟାମିନ୍ ସି ବି ରହିଲା, ତ ଏଥିରେ ଆପଣଙ୍କର ଡବଲ କାମ ହେଇପାରିଲା। ଆଇରନ୍ ଯେହେତୁ ଏସବୁ ଫଳରେ ରହିଛି, ତା ସହିତ ଭିଟାମିନ୍ ସି ରହିଛି, ତ ଭିଟାମିନ୍ ସି ଏହି ଆଇରନ୍କୁ ଅବଶୋଷଣ କରିବାରେ ଆପଣଙ୍କ ଶରୀରକୁ ସାହାଯ୍ୟ କରେ, ଯୋଉଥିରେ ଜଲ୍ଦି ଆପଣଙ୍କର ହିମୋଗ୍ଲୋବିନ୍ ତିଆରି ହବ ଆଉ ଆପଣଙ୍କର ରକ୍ତର ଅଭାବ ଦୂର ହବ। ଆଉ ଗୋଟିଏ ଫଳ ହେଲା ତରଭୁଜ। ତରଭୁଜ ଆପଣଙ୍କୁ ସବୁ ସିଜନରେ ମିଳିବ ନାହିଁ, ଏଇ ଖରା ମାସରେ ଆପଣଙ୍କୁ ମିଳିବ, କିନ୍ତୁ ତରଭୁଜରେ ଆପଣଙ୍କୁ ବହୁତ ସାରା ଫାଇଦା ମିଳିବ। ପ୍ରଥମତଃ ହେଲା ଏଥିରେ ଆଇରନ୍ ବହୁତ ଅଧିକ ରହିଛି। ଯେତିକି ସମୟ ବି ଆପଣଙ୍କୁ ମିଳୁଛି ତରଭୁଜ, ତ ଆପଣ ଚେଷ୍ଟା କରନ୍ତୁ ସପ୍ତାହକୁ 2 ରୁ 3 ଥର ତରଭୁଜ ଖାଇବେ। ଆଉ ଯେଉଁମାନଙ୍କର ରକ୍ତର ଅଭାବ ହଉଛି ସେମାନେ ତ ପ୍ରତିଦିନ ଏଇ ସବୁ ଫଳରୁ କିଛି କିଛି ଖାଇବା କଥା। ଗୋଟିଏ କଦଳୀ ଆପଣ ଖାଆନ୍ତୁ, ଗୋଟିଏ ସେଉ ଖାଆନ୍ତୁ, କିଛି ଅଙ୍ଗୁର ଖାଆନ୍ତୁ, କିଛି ତରଭୁଜ ଖାଆନ୍ତୁ। ଯଦି ଏମିତି ଭାବରେ ଆପଣ ମିକ୍ସ କରିକି ଖାଇବେ, ତ ଏଥିରେ ଶୀଘ୍ର ଆପଣଙ୍କର ଅସୁବିଧାଟି ଦୂର ହେଇପାରିବ। ତରଭୁଜରେ ଆପଣଙ୍କୁ ଲାଇକୋପିନ୍ ନାମକ ଏକ କମ୍ପାଉଣ୍ଡ ମିଳିଯାଏ, ଆଉ ଏହି ଲାଇକୋପିନ୍ ବି ଆପଣଙ୍କର ରକ୍ତର ଅଭାବକୁ ଶୀଘ୍ର ଦୂର କରିଥାଏ। ତରଭୁଜରେ ଆପଣଙ୍କୁ କିଛି ମାତ୍ରାରେ ଭିଟାମିନ୍ ସି ବି ମିଳିଯାଉଛି, ଆଇରନ୍ ତ ଏଥିରେ ଅଛି ବହୁତ ସାରା, ପ୍ଲସ୍ ଏଥିରେ ଆପଣଙ୍କୁ ଫଲିକ୍ ଏସିଡ୍ ବି ମିଳୁଛି। ଯେଉଁ ଫଲିକ୍ ଏସିଡ୍ ଆପଣଙ୍କୁ କଦଳୀରେ ମିଳୁଛି, ଠିକ୍ ସେହିପରି ଫଲିକ୍ ଏସିଡ୍ ଆପଣଙ୍କୁ ତରଭୁଜରେ ମିଳେ। ତ ଫ୍ରେଣ୍ଡସ୍, ଇଏ ସବୁ କେତୋଟି ଫଳ ବିଷୟରେ ଆପଣଙ୍କୁ କହିଲି, ଯେଉଁଗୁଡ଼ାକ ଆପଣ ଯଦି ଡେଲି ଖାଇବେ ଆଉ ଏ ସବୁକୁ ମିକ୍ସ କରିକି ଖାଇବେ, ତେବେ ଅତି ଶୀଘ୍ର ଆପଣଙ୍କ ରକ୍ତର ଅଭାବ ଦୂର ହୁଏ। ଆଉ ଏଇଟା ଗୋଟିଏ ଭୁଲ ଧାରଣା ଯେ ରକ୍ତର ଅଭାବ ଯଦି ହଉଛି ତେବେ ବି ହେଇଥାଉ, ଥକାଳିଆ ଲାଗୁଛି ଟିକେ ରେଷ୍ଟ କରିଦବା, ହାଲିଆ ଲାଗୁଛି ଟିକେ ଆମେ ଶୋଇପଡ଼ିବା, ଭଲ ଲାଗିବ। ଦେଖନ୍ତୁ, ଆପଣଙ୍କୁ ଯେତେବେଳେ ଥକାଳିଆ ସବୁ ସମୟରେ ଲାଗୁଛି, ହାଲିଆ ଲାଗୁଛି, କିଛି କାମ କରିବା ପାଇଁ ଇଚ୍ଛା ହଉନି, ତ ଆପଣ ଯଦି ବି ସେଇ ସମୟରେ ରେଷ୍ଟ କରିକି ଭଲ ଲାଗୁଛି ଆପଣଙ୍କୁ, କିନ୍ତୁ ରକ୍ତର ଅଭାବଟା ରେଷ୍ଟ କରିଲେ ଆପଣଙ୍କର ଦୂର ହେଇଯିବନି। ତା ପାଇଁ ଆପଣଙ୍କୁ ଖାଦ୍ୟ ଦରକାର। ଆଉ ସପ୍ଲିମେଣ୍ଟ ଯାହା ସବୁ ଆପଣ କିଣିକି ଖାଉଛନ୍ତି, ସେଥିରେ ଯାହା ଯାହା ସାମଗ୍ରୀ ରହିଛି, ଏଇ ସବୁ ଫଳ ଗୁଡ଼ିକରେ ମଧ୍ୟ ସେହି ସାମଗ୍ରୀ ରହିଛି। ଯଦି ଆପଣ ଏଇ ସବୁ ଫଳ ଖାଇବେ, ତେବେ ଆପଣଙ୍କୁ ସପ୍ଲିମେଣ୍ଟର ଯେତେ ସବୁ ଫାଇଦା ମିଳିଛି ସିଏ ତ ମିଳିପାରିବ। ଆଉ ଫଳ ଗୁଡ଼ିକରେ ଆପଣଙ୍କୁ ଅଲଗା କ'ଣ ଫାଇଦା ମିଳିବ, ଯେ ଏଥିରେ ଫାଇବର ଆପଣଙ୍କୁ ବହୁତ ଅଧିକ ମିଳୁଛି। ଯେମିତିକି ସେଉ, କଦଳୀ, ଏଇ ସବୁଥିରେ ଫାଇବର ଏତେ ମାତ୍ରାରେ ଥାଏ, ଆପଣଙ୍କର ଡାଇଜେଷ୍ଟିଭ୍ ସିଷ୍ଟମକୁ ଇମ୍ପ୍ରୁଭ୍ କରେ। ଏହା ସହିତ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଏଥିରେ ବେନିଫିଟ୍ ରହିଛି, ଯେମିତିକି ଫାଇବର ଯୋଗୁଁ ଆପଣଙ୍କର ସୁଗର କଣ୍ଟ୍ରୋଲରେ ରହିବ, ଫାଇବର ଯୋଗୁଁ ଆପଣଙ୍କର କୋଲେଷ୍ଟ୍ରୋଲ ବି କଣ୍ଟ୍ରୋଲରେ ରହିବ। ତ ଫ୍ରେଣ୍ଡସ୍, ଯଦି ଆପଣଙ୍କର ରକ୍ତର ଅଭାବ ହେଉଛି, ଆପଣ ଯଦି ବି ସପ୍ଲିମେଣ୍ଟ ଖାଉଛନ୍ତି ଠିକ୍ ଅଛି, କିନ୍ତୁ ଏଇ ଫଳକୁ ଆପଣ ଡେଲି କିଛି ନା କିଛି ଖାଆନ୍ତୁ, ମିକ୍ସ କରିକି ଖାଆନ୍ତୁ। ଡେଲି ଗୋଟିଏ ରୁଟିନ୍ ବନେଇ ଦିଅନ୍ତୁ ଯେ ସକାଳ ସମୟରେ 10ଟାରୁ 11ଟା ଭିତରେ ଆପଣଙ୍କୁ ଏହି ଫଳ ଭିତରୁ ଗୋଟିଏ ଗୋଟିଏ ଖାଇବାର ଅଛି, ଯେଉଁଥିରେ ଆପଣଙ୍କ ପେଟ ବି ଫୁଲ୍ ରହିବ, ଆପଣଙ୍କୁ ଫାଇବର ବି ମିଳିବ, ଆଉ ଆପଣଙ୍କର ରକ୍ତର ଅଭାବ ଶୀଘ୍ର ଦୂର ହେଇପାରିବ। ଆଜିର ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଲା, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆଜି ପାଇଁ ଏତିକି।